ଜୟ ଜଗନ୍ନାଥ। ଆଜ୍ଞା ଭାଇ ଭାଇ ଆନ୍ଦୋଳନ କଣ ସ୍ଥଗିତ ହେଲା? ହଁ ଆମ ଆନ୍ଦୋଳନ ଆଜି ସ୍ଥଗିତ ହେଲା ବର୍ତ୍ତମାନ ଭାଇ। ଭାଇ କଣ ଯୋଉ ସବୁ ଦାବି ଥିଲା ସବୁ କଣ ପୂରଣ ହେଇଗଲା କି? ଦାବି ଆମର ଯୋଉଟା ମାନେ ଆମେ ଦୁଇଟା ଦାବି ନେଇକି ଓହ୍ଲେଇଥିଲୁ, ଆଜ୍ଞା ଯୋଉଟା କି ଗୋଟେ କେନ୍ଦ୍ର ସରକାରଙ୍କର ହିଟ୍ ଆଣ୍ଡ ରନ୍ ମାମଲାକୁ ନେଇକି, ଆଉ ଓଡିଶା ସରକାର ବି ଆମକୁ ଯେମିତି ବହୁତ ଦିନ ପ୍ରତାରଣା କରିକି ରଖିଥିଲେ ସେଥିଲାଗି। ଆଜ୍ଞା ତ ଆଜି ସେଟା ଓଡିଶା ସରକାର ଡାକିଥିଲେ, ଆମର ଭାଇମାନଙ୍କୁ ପଠା ହେଇଥିଲା, ମୁଁ ତ ନାଇଁ ଯାଇ। ତ ଭାଇମାନେ ସେମିତି ଯାଇଥିଲେ, ଭାଇମାନେ ବହୁତ ଟାଇମ ଡିସ୍କସ କରିବା ପରେ ସମସ୍ତେ କହୁଥିଲେ ଯେ ସୋମବାର ଦିନ ଆମେ ତମର ପୁରା ମାନେ ପୁରା ଚେକ୍ ଦେବୁ ଷ୍ଟେଜ ଉପରେ, ଆଉ ଆପଣ ମାନେ ସ୍ଥଗିତ ରଖିଦିଅନ୍ତୁ। ତ ସେତେବେଳେ ଆମେ ମନା କରିଥିଲୁ ଯେ ନା ହେଇପାରେ, ମାନେ ସୋମବାର ଦିନ ଯଦି ଦେବ ବୋଲେ ସୋମବାର ଦିନ ତ ଷ୍ଟ୍ରାଇକ୍ ରହିବା କହିଥିଲୁ। ତ ସେମାନେ ଚେକ୍ ଆଜି ଦିନ ପୁରା ଦେବା ଲାଗି ରେଡି ହେଇଥିଲେ, ଆଉ ସନ୍ଧ୍ୟା ଭିତରେ ଆମକୁ ଯେନ୍ତାକି କ୍ଲିୟର ହେଲା ଯେ ସେମାନେ ଯେନ୍ ମାନଙ୍କର ଆମର ଫର୍ମ ଜମା ହେଇଥିଲା, ଯେତେଟା ଫର୍ମର ସେ ସମସ୍ତ ଫର୍ମର ମାନେ ଗୋଟେ ଚେକ୍ ଦେଇ ତ ସେଟା କାଟିଛନ୍ ଆଉ ସେମାନେ ରଖିଛନ୍, ଆଉ ସେଟାକୁ ବିଧି ବ୍ୟବସ୍ଥା ଭିତରେ ମାନେ ଆସନ୍ତା ସୋମବାର ଦିନ କେନ୍ ଗୋଟେ ଷ୍ଟେଜ ଫେଜ କରିକି ମାନେ କେନ୍ ମନ୍ତ୍ରୀ ଫନ୍ତ୍ରୀ କିଏ ଗୋଟେ ଦେବେ ବୋଲି ଆମକୁ ପ୍ରତିଶ୍ରୁତି ଦେଇଛନ୍। ଆଚ୍ଛା ଭାଇ ଏଇଟା ପୁଣି ଲାଗୁ ହବ ତ, ପୁଣି ଚାଲିବ ତ, ପୁଣି ଯୋଉ ଦାବି ମାନେ ଯୋଉ ଥିଲା ଯୋଉ ଡେଡ୍ ବଡି ଥିଲା ଯୋଉ 4 ଜଣଙ୍କର କେବଳ ମୃତ ହେଇଛନ୍ତି ବୋଲି, ସେଟା ପୁଣି ଅଲଗା ଲୋକଙ୍କ ପାଇଁ ଚାଲିବ ତ, କଣ୍ଟିନ୍ୟୁ ହବ ତ ନିୟମଟା? ସେଟା କଣ୍ଟିନ୍ୟୁ ନହେଲେ ଆଜି ନିହାତି ଭାବରେ ସାରା ଓଡିଶାରେ ଡ୍ରାଇଭର ଭାଇ ମାନେ ଗୋଟେ ଆଜି ଏମିତି ଏକତାର ବଳ ଦେଖେଇଛନ୍ତି, ଯୋଉଟା କି ମତେ ବି ମୁଁ ସଂଗଠନର ଲିଡର ବା ମୁଁ ତାର ମାନେ ନେଇକି ଯାଉଛି ମଙ୍ଗ ଧରିକି, ମତେ ବି ବିଶ୍ୱାସ ଲାଗିନଥିଲା ଯେ ମାନେ ଏମିତି ବି ସମ୍ଭବ ବୋଲିକି। ମାନେ ଏତିକି ଏକତା ଦେଖେଇଲେ ଭାଇ ମାନେ ସମସ୍ତେ ମାନେ ଗୋଟେ ମାନିକିରି ବସିଗଲେ, ମାନେ ନିଜର ହକ୍ ପାଇଁ ସମସ୍ତେ ଆସିଲେ। ତ ବହୁତ ସୁନ୍ଦର ଏକତା ଦେଖେଇଛନ୍ତି ଭାଇ ମାନେ ଆମେ କିଛି ନ କରିକି ଆମେ ରାସ୍ତାକୁ ନ ଉତରି କାହାକୁ ନ ଅଟକେଇକି ଆମେ ଆସି ଯାଇଛୁ। ତ ନିହାତି ଭାବରେ ମାନେ ଭରସା ଅଛି ଆମେ ମାନେ ଆମକୁ ଏତିକି ଆଉ ଅଣାଦର କେହି କରିବା ପାଇଁ ଚେଷ୍ଟା କରିବେନି ନିଶ୍ଚିତ ଭାବରେ। ଆଜି କିଛି ଶିକ୍ଷା ସାରା ଦୁନିଆକୁ ବି ମଧ୍ୟ ମିଳିଥିବ ବୋଲି ମୁଁ ଆଶା କରିବି। ଆଚ୍ଛା ଭାଇ, ଯଦି ସରକାର ପୁଣି ଏମିତି ତା ପୂର୍ବରୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯାହା ଯୋଉଥିପାଇଁ ଆଜି ପର୍ଯ୍ୟନ୍ତ ପୂରଣ ହେଲେନି, ପୁଣି ଆଉଥରେ ଆମକୁ ଦାବି ରଖିବାକୁ ପଡିଲା, ତା ପୂର୍ବରୁ ପୁଣି ଯଦି ସରକାର ପୁଣି ନ ମାନିବେ, ପୁଣି ଆଗାମୀ ଦିନରେ ପୁଣି ଡ୍ରାଇଭର ମାନେ କଣ କରିବେ? ଆଜ୍ଞା ସେଇଥିପାଇଁ ତ ଏତେ ଲେଟ୍ ହେଲା, ଯୋଉଟା କି ଆମେ ମାନେ 3-4 ଆମକୁ 5 ବଜେ ଆଡୁ ମିଳିଲା ପରେ ମାନେ ଆମେ ଯୋଉଟା କି ବହୁତ ଟାଇମ ଡିସ୍କସ କରିକି ବହୁତ ଟାଇମ ରହିକିରି ବହୁତ ଚିନ୍ତା କରିକିରି ବର୍ତ୍ତମାନ କଣ ହଉଛି, ଯେହେତୁ ଚେକ୍ ଦେଇଛନ୍ତି ଆମେ ଆଉ ତାଠୁ ଅଧିକା ବିଶ୍ୱାସ ହେଲେ କଣ କରିପାରା। ଯଦି ବିଶ୍ୱାସ ନାଇଁ କରିବା ଚଳବା କେମିତି? ଏତେ ଜନସାଧାରଣଙ୍କର ଆଗରେ ମିଡିଆର ସାମ୍ନାରେ ଯଦି ପ୍ରତ୍ୟେକ ସମୟରେ ସରକାରୀ କର୍ମୀ ବା ସରକାର ଯଦି ସବୁବେଳେ ଠକବେ, ଆପଣ ମାନେ ଯଦି ଚୁପ ରହିବ ତ ନାଇଁ ହୁଏ। ଆପଣ ମାନେ ତ ଜାଣିବେ ନିହାତି, ସେମାନେ ତ ଆଜି ବାଇଟ ଦେଇଛନ୍ତି କେନ୍ଦ୍ର ସ୍ତରରେ ଯୋଉମାନେ 28ଟି ରାଜ୍ୟ ଅଛି, ସେମାନେ ତ ପୁଣି ଦାବି ସେମାନେ କଣ ଦାବିରୁ ଓହରିଗଲେଣି ନା ନାଇଁ କେବଳ ଓଡିଶା ଓହରିଲା? ନା ଆକ୍ଚୁଆଲି କଣ ହେଇଛି, ଆଜିର ଦିନରେ ଆମର ଜାଣିବା ହିସାବରେ ପଞ୍ଜାବରେ ଆଉ ଓଡିଶାରେ ଷ୍ଟ୍ରାଇକ୍ ଥିଲା। ମାନେ ବାକି ସବୁ ପାଖାପାଖି ସରିଗଲେଣି, ବହୁତ କମ। ଆଉ ଯୋଉ ଗୁଡେ ବି ହଉଛି କୋଉଠି ଡ୍ରାଇଭର ମାନେ 50 ଏକାଠି ହେଇଗଲେ, ସେମାନେ କରିଦେବା ବେଲେ ଗୋଟେ ରାଗିଗଲେ କେତେବେଳେ, ମାନେ ସେମାନେ ଗୋଟେ ପଳେଇ ଆସୁଥିଲେ, ଗୋଟେ ସିଷ୍ଟମ ନଥିଲା, କିଛି ସଂଗଠନ ମଧ୍ୟ ବାହାରିଥିଲେ। ତ ଯେହେତୁ ଓଡିଶାରେ ଯେମିତି ଆଜି ମାନେ ଏକତା ଅଛି, ଆଉ କିଛି ଷ୍ଟେଟରେ ମଧ୍ୟ ଏକତା ଅଛି, କିନ୍ତୁ ସମସ୍ତ ଜାଗାରେ ସେମିତି ଏକତାଟା ସାରା ଭାରତରେ ହେଇପାରିନି। ଯେହେତୁ ଆଜି ପୁଣି ଥରେ ଡ୍ରାଇଭର ଭାଇ ମାନେ କେନ୍ଦ୍ର ପାଇଁ ମାନେ ଅଧା ଜାଗାରେ ବନ୍ଦ ହେଇଗଲାଣି, ଆଉ କେନ୍ଦ୍ର ବି ଯେତେବେଳେ ପ୍ରତିଶ୍ରୁତି ଦେଇଛି ସିଆଡୁ ଗୋଟେ ମାନେ ତାକୁ ସିନା ଆମେ କହୁଛେ, ଯେହେତୁ ଅମିତ ଶାହଙ୍କର ସେକ୍ରେଟାରୀ କହିଛନ୍ତି ଯାହା, ଅମିତ ଶାହ କହିଲେ ବି ତାହା, କିନ୍ତୁ ତାକୁ ବି ଆମେ ଗୋଟେ କ୍ଲିୟର ନା ହେଇପାରିବାର କିଛି ନା। ଆଉ ରାଜ୍ୟ ଅଲଗା ରାଜ୍ୟ ମାନେ ଯଦି କେହି ଷ୍ଟ୍ରାଇକ୍ କରିବେନି, ଏକା ଓଡିଶା କେତେ ଦିନ ବନ୍ଦ କରିବ, ଓଡିଶାର ଲୋକ କେତେ ଦିନ ହନ୍ତସନ୍ତ ହେବେ? ନିଶ୍ଚୟ ଭାଇ, ନିଶ୍ଚୟ। ଆଉ ଭାଇ ଆଉ ଗୋଟେ କଥା କି ଶେଷରେ ଆପଣଙ୍କ କଥା ତ ଆମେ ସର୍ବସାଧାରଣଙ୍କୁ ଜଣାଇବୁ, ତ ଯୋଉ ଡ୍ରାଇଭର ଭାଇ ମାନେ ଆପଣଙ୍କ କଥା ଶୁଣୁଥିବେ ବର୍ତ୍ତମାନ, ସେମାନଙ୍କୁ ଆପଣ ଏବେ କଣ କହିବା ପାଇଁ ଚାହିଁବେ? ମୁଁ ସମସ୍ତ ଡ୍ରାଇଭର ଭାଇ ମାନଙ୍କୁ ଏହା କହିବି ଯେ ଆମେ ବର୍ତ୍ତମାନ ସାରା ଭାରତକୁ ଦେଖିକିରି ଆମେ ଷ୍ଟ୍ରାଇକ୍ ଡାକିଥିଲେ, ଠିକ ଅଛି। ଆମ ପାଇଁ 2ଟା ଦାବି ଥିଲା, ଆମେ 2ଟା ଦାବିରୁ ଓଡିଶା ସରକାରଙ୍କ ଯୋଉ ଦାବିଟା ସେଟା ପାଖାପାଖି ପୂରଣ ହେଇଗଲା ଭଳି ଆଜି ଯେହେତୁ ଚେକ୍ ମିଳିଗଲା, ଖାଲି ସୋମବାର ଦିନ ଆମେ ପାଇଲେ ଆମେ ସେ ଖୁସିଟା ଅନୁଭବ କରିବୁ। କିନ୍ତୁ ସାରା ଭାରତକୁ ଦେଖିଲା ବେଳେ ଆମେ ଏଇଥିପାଇଁ ଆଜି ଯୋଉଟା କି ଆମର ଫେରି ନଉଛେ କି ଆମ ଆନ୍ଦୋଳନକୁ ସ୍ଥଗିତ ରଖୁଛେ, ଯେ ସାରା ଭାରତରେ ସମସ୍ତ ଷ୍ଟେଟରେ ଯୋଉ ଆନ୍ଦୋଳନ ହେବାର ଥିଲା ସମସ୍ତ ଷ୍ଟେଟରେ ହେଇପାରିଲାନି, ସବୁ ଜାଗାରେ ଆମ ଭଳିଆ ଏକତା ନାହିଁ। ତେଣୁକରି ଆମେ ବର୍ତ୍ତମାନ 2ଟା ଷ୍ଟେଟ ହିଁ ଆଜି ଯେତେ ବନ୍ଦ ଥିଲା, ପଞ୍ଜାବ ଥିଲା ବନ୍ଦ, ଓଡିଶା ଥିଲା ବନ୍ଦ। ତେଣୁକରି ଯେମିତି ଆମେ ଗୋଟେ ରାଜ୍ୟରେ ଗୋଟେ ଜିଲ୍ଲା ମଧ୍ୟ ଷ୍ଟ୍ରାଇକ୍ ଯଦି କଲା, ଗୋଟେ ଜିଲ୍ଲା ରାଜ୍ୟ ପାଇଁ କିଛି ଫରକ ଆଣିପାରେ ନାହିଁ, ସେମିତି ଗୋଟେ ରାଜ୍ୟ ମଧ୍ୟ ଗୋଟେ ଦେଶ ପାଇଁ କିଛି ଫରକ ଆଣିପାରିବନି। ତେଣୁକରି ଆମେ ଆଗାମୀ ସମୟରେ ଯଦି ଚେଷ୍ଟା କରିବା, ଏଇ ଆଇନଟିକୁ ତ କେବେ ବି ଆମେ ବରଦାସ୍ତ କରିପାରିବାନି, କେବେ ବି ଆମେ ସହ୍ୟ କରିପାରିବାନି। ନିଶ୍ଚିତ ପ୍ରତ୍ୟେକ ସମୟରେ ଲଢେଇ ଜାରି ରଖିବା ଏଇ ଆଇନକୁ ବଦଳାଇବା ପାଇଁ। ଆଜି ଆମେ ଯଦି ଏକା ଲଢିବା ତାହେଲେ ଲଢୁଥିବା, ନିଶ୍ଚିତ ଆମକୁ ବିଳମ୍ବ ହେଇପାରେ। ତ ଏତେ ଦିନ ସମୟ ଆମେ ମଧ୍ୟ ଦେବା, ଆମ ପରିବାର ମଧ୍ୟ ଦେବେ, ଆମ ଓଡିଶା ମଧ୍ୟ ସେଥିରେ ବାଜି ହବ, ନିହାତି ମାନେ ଅସୁବିଧା ହବ। ତେଣୁକରି ସବୁ ଅସୁବିଧାକୁ
ଆଖି ଆଗରେ ରଖିକି ଆମେ ଷ୍ଟ୍ରାଇକ୍ କରି ସ୍ଥଗିତ କରିଛୁ। ତେଣୁକରି ସମସ୍ତ ଭାଇ ମାନେ ନିଜ ନିଜ ଗାଡିକୁ ପୁଣି ଥରେ ଫେରି ଯାଆନ୍ତୁ। ନିଶ୍ଚିତ ଭାବରେ ପ୍ରତ୍ୟେକ ସମୟରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ମାନେ ଡ୍ରାଇଭର ଭାଇ ମାନଙ୍କର ଭଲ ଲାଗି ଯେକୌଣସି ହେଲେ ବି ମାନେ ଉନ୍ନତି ମୂଳକ ଇଏରେ କୌଣସିଟାକୁ ଆମେ ପଛଘୁଞ୍ଚା ନାଇଁ ଦେଇ ତ ଆଜି ବି ମାନେ ଆମର ଏକତାକୁ ଧରିକି ଆମେ କାମ କରୁ। କାଲିକି ଯେନା ମାନେ କେନ୍ଦ୍ର ସରକାରଙ୍କର ବି ଅଛି ନିୟମ ତାକୁ ମଧ୍ୟ ବଦଳେଇ ଦେଇପାରବା ଯଦି ଏକତାଟା ଆମର ଜାରି ରହେ। ନିଶ୍ଚୟ ଭାଇ ବହୁତ ବହୁତ ଧନ୍ୟବାଦ ଭାଇ ବହୁତ ସମୟ ଦେଲ ମତେ। ଆଉ ଗୋଟେ କଥା ହେଲା କି ସମସ୍ତଙ୍କୁ ବି ମାନେ ଜଣେଇଦେବାକୁ ଚାହୁଁଛୁ ଯେ ସେମାନେ ସମସ୍ତେ ଆନ୍ଦୋଳନ ସ୍ଥଗିତ ରହିଲା, ସେମାନେ ନିଜ ନିଜ ପୁଣି ଗାଡିକୁ ଯିବେ। ଏବଂ ବହୁତ ଖୁସି ଲାଗୁଛି ଯେତେବେଳେ ଡ୍ରାଇଭର ମହାସଂଘ ତରଫରୁ ଏତେ ବଡ ଆନ୍ଦୋଳନ ହେଉଛି ଏବଂ ଡ୍ରାଇଭର ମାନଙ୍କ ପାଇଁ ଆପଣ ଏତେ କଥା ଚିନ୍ତା କରୁଛନ୍ତି ଏବଂ ଆମେ ଦେଖୁଛୁ ଯେ ଡ୍ରାଇଭର ମାନଙ୍କର ଭାଇ ମାନଙ୍କର ମଧ୍ୟ ସମର୍ଥନ ରହୁଛି ଆପଣଙ୍କ ପାଇଁ ଅନେକ ସମର୍ଥନ ରହୁଛି ଯୋଉଥିପାଇଁ କି ଆଜି ଆପଣ ଗୋଟିଏ ପରେ ଗୋଟିଏ ଯୋଉମାନଙ୍କ ଡ୍ରାଇଭରଙ୍କର ଯୋଉ ଦାବି ରହିଛି ତାକୁ ମଧ୍ୟ ପୂରଣ କରିବା ପାଇଁ ସମର୍ଥ ହେଉଛନ୍ତି। ଆଉ ସମସ୍ତେ ଡ୍ରାଇଭର ମାନେ ବି ମଧ୍ୟ ଆଉ ଆପଣଙ୍କ ଭଳିଆ ଭାଇ ଜଣେ ଅଜୁ ଭାଇ ଭଳି ଜଣେ ଭାଇ ପାଇ ବି ଖୁସି ଅଛନ୍ତି। ଭାଇ ଧନ୍ୟବାଦ। ଆଜ୍ଞା ଆଜ୍ଞା ଭାଇ ନମସ୍କାର।